ମାଥ୍ୟୁ 22:14 କଣ? ମାଥ୍ୟୁ 22:14 ଦ୍ୱିତୀୟ ପିତର 3:9 এই ভিতরে কনেকশন দেখলে জনা পড়ুଛି ମାଥ୍ୟୁ 22:14 ଅଳ୍ପ ମନୋନୀତ। ଆଉ ଦ୍ୱିତୀୟ ପିତର 3:9 ନା ସମସ୍ତେ ମନ ପରିବର୍ତ୍ତନ କରିବା ଯାଏ ସେ ଅପେକ୍ଷା କରନ୍ତି, ବିଳମ୍ବ କରନ୍ତି। ତ କେମିତି ଆମେ ଦିଟାକୁ ଆମେ ସମାଧାନ କରିଦେଇ ପାରିବା? ଅଳ୍ପ ନା ସମସ୍ତେ? ଆମେ ବହୁତ ଥର ହଜାର ଥର ଶୁଣିଛୁ ଏ ବିଷୟରେ, ନାଇଁ କି? ମାଥ୍ୟୁ 22:14 এইটা ବି କହେ ବାଇବେଲ, ସେଇଟା ବି କହେ। କେମିତି ସମାଧାନ କରିପାରିବା? 22:14 ରାଇଟ। କାରଣ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ଅଳ୍ପ କାହା ସମସ୍ତେ ନାହିଁ। ତ ପିତର ବି ଯିବା। ଆମର ପ୍ରୋବ୍ଲେମ କଣ କହିବି ନା, ଆମକୁ ଯୋଉଟା ମାଇଣ୍ଡରେ ବ୍ରେନ ୱାଶ ହେଇଯାଇଥିବ ସେହି ଚଷମା ନେଇକି ବାଇବେଲ ପଢିଥାଉ। ତେଣୁକରି ଯେତେ ଥର ପଢିଲେ ମଧ୍ୟ ସେମିତିଆ ଲାଗୁଥିବ। ଏଥର ପଢନ୍ତୁ ଚଷମା କାଢିକି, ବ୍ରେନ ୱାଶ ଚଷମା କାଢିକି, ଆଗ ଯୋଉଟା ଶୁଣି ଶୁଣିକି ଜିରି ଯାଇଥିବ ତା କାଢି ଦେଇକି ପଢିବା। ସେମାନେ ଦ୍ୱିତୀୟ ପିତର 3:9 ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ଯେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି। ରାଇଟ, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଏବେ ଦେଖନ୍ତୁ କୋଉଠି ଡିଫରେଣ୍ଟ ହେଲା। ଗୋଟେ ଏଠି ସେ କହନ୍ତି କେହି ବି ନଷ୍ଟ ନ ହୁଅନ୍ତି, ନମ୍ବର 1। ତାପରେ ଲାଇନରେ ସେ କହନ୍ତି ସମସ୍ତେ ମନ ପରିବର୍ତ୍ତନ ଯେପରି କରିବେ, ନମ୍ବର 2। ନମ୍ବର 3ରେ କହିଲେ ଏଥି ନିମନ୍ତେ ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ। ତୁମ୍ଭ ମାନେ, ହୁ ଇଜ ଦିସ୍ ତୁମ୍ଭେ ମାନେ? କେହି ବି ନଷ୍ଟ ନ ହୁଅନ୍ତି। कौन है वो? दुनिया का सब लोग नहीं, तुम्भे माने। ସମସ୍ତେ ମନ ପରିବର୍ତ୍ତନ କରନ୍ତି। କିଏ? ଜଗତର ସମସ୍ତେ ନୁହନ୍ତି, ତୁମ୍ଭେ ମାନେ ଯୋଉ ଗ୍ରୁପ ଅଛନ୍ତି ନାଇଁ ସେମାନେ। ତୁମ୍ଭେ ମାନେ କିଏ ବୋଲି ଚିନ୍ତା କରଲାରୁ ଆମେ ଜାଣିବାକୁ ପଡିବ କି ଏଇ ପତ୍ର ପିତର କାହାକୁ ଲେଖିଥିଲେ, କାହାର ପାଇଁ ପତ୍ର ଏଟା? ଦ୍ୱିତୀୟ ପିତର 1:1 ପଡୁଛି। ସିମୋନ ପିତର ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ପିତର ନା ପ୍ରଥମ ପିତର ଟିକେ ଦେଖିଦେଇବି। ଓକେ, ହଁ ଫର୍ଷ୍ଟ କ୍ଲାସ। ଦ୍ୱିତୀୟ ପିତର 1:1 ସିମୋନ ପିତର ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। କାହା ନିକଟକୁ ପତ୍ର? ଆପଣ ମାନେ ଯେଉଁ ସମସ୍ତ ଜଗତର ଲୋକମାନଙ୍କର ମନ ପରିବର୍ତ୍ତନ ବୋଲି ଭାବୁଥିଲେ, ସେ ସମସ୍ତ ଜଗତର ଲୋକମାନଙ୍କ ନିକଟକୁ ଲେଖା ହିଁ ନେଇ ପତ୍ର। କାହାକୁ ଲେଖା ହେଇଛି? ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ସେହି ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହେଇଛନ୍ତି, ସେହି ଦଳ, ମନୋନୀତ ଦଳ, ମଣ୍ଡଳୀ। ପ୍ରଥମ ପିତର 1:1 ବି ଟିକେ ଦେଖିଦେବା। ପ୍ରଥମ ପିତର 1:1 ପିତର କାହାକୁ ପତ୍ର ଲେଖୁଛନ୍ତି ଦେଖାଉଛି ଆପଣଙ୍କୁ। ପିତର ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ, ପନ୍ତ, ଗାଲାତିଆ, କାପାଦୋକିଆ, ଆସିଆ ଓ ବିଥୁନିଆରେ ସମସ୍ତେ କି ନା ଛିନ୍ନ ଭିନ୍ନ ଯେଉଁ ପ୍ରବାସୀ ମାନେ ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ ପୁଣି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ
କଣ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ଏବେ କୁହନ୍ତୁ, କାହାରି ମନ ପରିବର୍ତ୍ତନ ପାଇଁ ସେ ଅପେକ୍ଷା କରୁଛନ୍ତି ଦୀର୍ଘ ସହିଷ୍ଣୁ ହେଇକି? ସାରା ଜଗତର ଲୋକମାନେ ନୁହନ୍ତି ଆଜ୍ଞା। ଯଦି ସେମିତି ହେଇଥାନ୍ତା ତ ପରିତ୍ରାଣ ନ ପାଇକି ଜଣେ ସୁଦ୍ଧା ମରିବାର ନଥିଲା ଆଜ୍ଞା। ମନୋନୀତ ଲୋକମାନଙ୍କ ପାଇଁ ଅପେକ୍ଷା କରୁଛନ୍ତି, କାରଣ ମନୋନୀତ ଲୋକମାନଙ୍କୁ କେତେବେଳେ ପରିତ୍ରାଣକୁ ଆଣିବାର ତାଙ୍କର ଟାଇମିଂସ୍ ଅଛି। ଅନୁଗ୍ରହ ଯୁଗ ଶେଷ ହେବା ପର୍ଯ୍ୟନ୍ତ, ଆଗମନରେ ମଣ୍ଡଳୀ ନୀତ ହେବା ପର୍ଯ୍ୟନ୍ତ ମନୋନୀତ ଲୋକମାନେ ପରିବର୍ତ୍ତନ ହେଉଥିବେ କା, ଯେମିତି ସେମିତି ବି। तो ମାଥ୍ୟୁ 22:14 ଏଇଟା ବି କନେକ୍ଟେଡ କା, ଅଲଗା ନୁହେଁ। ସେ ମାଥ୍ୟୁ ଯୋଉ 18-14 ପଢିଥିଲୁ ତାହା ବି ଏଥିରେ କନେକ୍ଟେଡ। 18-14 ମାଥ୍ୟୁ ସେଦିନ ବୁଝାଇଥିଲେ ଆପଣମାନଙ୍କୁ, କ୍ଷୁଦ୍ରତମ କିଏ ବୋଲାରୁ। ମାଥ୍ୟୁ 18-14, ସେହି ପ୍ରକାରେ ଏହି କ୍ଷୁଦ୍ର ମାନଙ୍କ ମଧ୍ୟରୁ ଯେ ଗୋଟିଏ ବି ନଷ୍ଟ ହୁଏ, ଏହା ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ। उसका मतलब क्या है? ଜଣେ ସୁଦ୍ଧା ବି ନଷ୍ଟ ନ ହୁଅନ୍ତୁ, ଏଇଟା ପରମେଶ୍ୱରଙ୍କ ଇଚ୍ଛା। ଫାର୍ଷ୍ଟ କ୍ଲାସ, ଠିକ ଅଛି। କିନ୍ତୁ କିଏ ସିଏ? ଏଇ କ୍ଷୁଦ୍ରତମ ଲୋକମାନଙ୍କ ମଧ୍ୟରେ କିଏ ବି ବିନଷ୍ଟ ନ ହୁଅନ୍ତି, ଏଇଟା ଯୋଜନା। जगतर समस्त नुहे, आपण भूल बुझंतु नहीं। सारा दुनिया के लोगों के लिए नहीं था यह प्लान ना। जदि आप भावुन ना समस्त केमती हल्ला कि राजभाई बुझ जाओ सेवा करंतु, के मना करला? अच्छी दुनिया सारा प्रार्थना करंतु और का मरवा को दिंतु नहीं परित्रा न पाए। राइट हो गया। उसके बाद